ଯେମିତି ସାଇକେଲ ପଡ଼ିଗଲେ ସାଇକେଲ ସାଧୁ ପଳେଇ ଆସିଲେ ଗଛ ମୂଳେ ପହଞ୍ଚିଗଲା କିଛି ବାଟ ଭିତରେ ଗଛ ଆସିଗଲା ବାବା ରାମ 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 କାହିଁକି ରାମ ରାମ ରହୁଛ ରାମ ରାମ ରହୁଛ କିଛି ବେନି କଫି ଟିକେ ଥରିତ ହେଲେ ସାଧୁ ତ ଚଳରେ ମିଡ଼ିଆ ଲାଗିଲା କହିଲା ବାବା ମୁଁ ହରିନାମ କରୁଥିଲି ରାମ ନାମ କରୁଥିଲି ଶଙ୍ଖ ଦର୍ଶନ କରିନଥିଲି ସାଧୁ ଦର୍ଶନ କରିନଥିଲି ଆଜି ସାଧୁ ଦର୍ଶନ କରି ବୋଲି ମହାରଥ ମନ୍ଦିର କରିଗଲା ଯେତେ ହରିନାମ କର ଯେତେ ସଂକୀର୍ତ୍ତନ କର ଯେତେ କୀର୍ତ୍ତନ କର ସେହିଥିରେ କୌଣସି ସାଧୁତ୍ୱ ସହିତ ଲାଭ କରିବ ତମ ଜୀବନରେ ପୂର୍ଣ୍ଣାଙ୍ଗ ଲାଭ କରିପାର ଆଉ ପୂର୍ଣ୍ଣାଙ୍ଗ ସେଇଠି ହବ ଯେତେବେଳେ ଶଙ୍ଖ ଭିତରେ ଜୀବନରେ ସ୍ୱାର୍ଥ ମାର୍ଗଦର୍ଶନ କରିଦେବ ଯଦି ଯାହା ଘରେ ଶଙ୍ଖ କରେ ଭୋଜନ କରିବି ତା ଜୀବନ ଖାଇ ଖାଇ ସେ ମୃତ ସମାନ ମୁଁ କହି ଆଜ୍ଞା ରାମଚନ୍ଦ୍ର ମାନସ ପୁରସ୍କାର କୌଣସି କରିବେ ଆଜ୍ଞା ଟିକେ ବୁଝିବ ହନୁମାନ ଗଲେ ଯାଇ ପହଞ୍ଚିଗଲେ ସୀତାଙ୍କ ଠାରୁ ଯାହାର ଗୁରୁ ନାହିଁ ତାର ଯାହାର କୌଣସି ଦେବତା ନାହିଁ ତାର ଦେବତା ହେଉଛି ହନୁମାନ ଯାହାର କେହି ଆଶ୍ରୟ ନାହିଁ ତାଙ୍କର ଆଶା ସେଇଥିପାଇଁ କଣ କରେ हनुमान गोटे नाटक देखिए